ଆଗକୁ ସୁଗନ୍ଧରାଜ ଗଛରେ ବହୁତ ସୁନ୍ଦର ଭାବେ ଫୁଲ ଫୁଟିବ। ତ ସେଥିପାଇଁ ବର୍ତ୍ତମାନ ଗଛର ଆପଣ ପ୍ରୁନିଂ କରିନିଅନ୍ତୁ। ତାର ଡାଳଗୁଡ଼ିକୁ ଯଦି ଆପଣ ପ୍ରୁନିଂ କରୁଛନ୍ତି ତାହେଲେ ସେଥିରେ ବହୁତ ସାରା ନୂଆ ନୂଆ ଡାଳ ଆସିବ ଆଉ ଅଧିକ ପରିମାଣରେ ଫୁଲ ମଧ୍ୟ ଫୁଟିବ। ସୁଗନ୍ଧରାଜ ଗଛରେ ନୂଆ ଡାଳରେ ହିଁ କଢ଼ ଆସିଥାଏ ଆଉ ଫୁଲ ଫୁଟିଥାଏ। ସେଥିପାଇଁ ପ୍ରୁନିଂ କରିବା ନିହାତି ଜରୁରୀ। ଯଦି ଗଛଟିର ରୁଟ୍ ବାଉଣ୍ଡ ହେଇଯାଇଛି ତାହେଲେ ସେହି କ୍ଷେତ୍ରରେ ତାର ରିପୋର୍ଟିଂ କରିଦିଅନ୍ତୁ। ଯଦି ରିପୋର୍ଟିଂର ଆବଶ୍ୟକତା ନାହିଁ ତାହେଲେ ବର୍ତ୍ତମାନ ତାକୁ କିଛି ଖତ ଦେଇଦିଅନ୍ତୁ। ଖତ ଦେବା ଆଗରୁ ମାଟିକୁ ଏଭଳି ଭାବେ କିଛି ହାଲୁକା କରିଦେବେ। ତାପରେ ଯଦି ଆପଣ ଖତ ଦେବେ ତାହେଲେ ସେ ବହୁତ ଭଲ ଭାବେ କାମ କରିଥାଏ। ଏଇଠି ମୁଁ କିଛି ଗୋବର ଖତ ନେଇଛି, କିଛି ଚାହା ପତିର ଖତ ନେଇଛି, ଏଥିରେ କିଛି ପାଉଁଶ ଆଉ ଯେଉଁ ସି ଉଇଡ୍ ଅଛି ତାକୁ ମୁଁ ଆଡ୍ କରିଛି। ଆପଣଙ୍କ ପାଖରେ ଯାହା ବି ଖତ ଅଛି ଆପଣ ଆଡ୍ କରିପାରିବେ। ଯଦି ଆପଣ ଚାହା ପତି ଟିକେ ଆଡ୍ କରୁଛନ୍ତି ତାହେଲେ ସେଥିରେ ବହୁତ ଭଲ ଭାବେ ଫୁଲ ଫୁଟିଥାଏ ଆଉ କଢ଼ ଗୁଡ଼ିକ ଝଡ଼ିବା ମଧ୍ୟ କମି ଯାଇଥାଏ। ଖତ ଦେଇ ସାରିଲା ପରେ ଭଲ ଭାବେ ପାଣି ଦେଇଦେବେ ଆଉ ଯେଉଁଠି ପୁରା ଦିନର ଖରା ପଡୁଥିବ ସେଇ ଜାଗାରେ ଗଛଟିକୁ ରଖିଦେବେ। ଦେଖିବେ 15 ଦିନରୁ ମାସକ ଭିତରେ ଆପଣଙ୍କ ଗଛରେ ବହୁତ ଭଲ ଭାବେ ଗ୍ରୋଥ ଆସିକି ଢେର ସାରା ଫୁଲ ଫୁଟିବା ପାଇଁ ମଧ୍ୟ ଲାଗିବ ଖରା ଦିନରେ।